ବନ୍ଧୁଗଣ, ଦେବଋଷି ନାରଦ ମୁନି ନାରାୟଣ ନାରାୟଣ ଜପ କରି ବୈକୁଣ୍ଠକୁ ଆସିଥିଲେ। ସେତେବେଳେ ମାତା ଲକ୍ଷ୍ମୀ ଏବଂ ଭଗବାନ ଶ୍ରୀହରି ଶେଷନାଗ ଉପରେ ବିଶ୍ରାମ କରୁଥିଲେ। ନାରଦ ମୁନି ଭଗବାନ ଶ୍ରୀହରିଙ୍କୁ ପ୍ରଣାମ କରିଲେ ଏବଂ କହିଲେ, ପ୍ରଭୁ, ଆଜି ମୋ ମନରେ 3ଟି ପ୍ରଶ୍ନ ଉଙ୍କି ମାରୁଛି, ଯାହା ଜାଣିବା ପାଇଁ ମୁଁ ଆପଣଙ୍କ ନିକଟକୁ ଆସିଛି। ଭଗବାନ ଶ୍ରୀହରି ହସି ଦେଇ କହିଲେ, ହେ ନାରଦ, ତୁମର ସ୍ୱାଗତ କରୁଛି। ଦୟାକରି ବିନା ଦ୍ୱିଧାରେ ଆପଣଙ୍କ ପ୍ରଶ୍ନ ପଚାରନ୍ତୁ ଏବଂ ମୁଁ ନିଶ୍ଚିତ ଭାବରେ ଏହି ପ୍ରଶ୍ନର ଉତ୍ତର ଦେବି। ତେବେ ଦେବର୍ଷି କହିଲେ, ହେ ପ୍ରଭୁ, ତୁମେ ଜଗତର ରକ୍ଷକ ଏବଂ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା। ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଅନେକ କାର୍ଯ୍ୟ ନିୟନ୍ତ୍ରଣ କରିଛ। ପ୍ରାଣୀ ଜଗତକୁ ମଧ୍ୟ ଉତ୍ପନ୍ନ କରିଛ। କିନ୍ତୁ ଆଜି ମୁଁ ସର୍ବଶ୍ରେଷ୍ଠ ପ୍ରାଣୀ ଗାଈ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛି। ମୋର ପ୍ରଥମ ପ୍ରଶ୍ନ ହେଉଛି କି ଗାଈମାନେ କ'ଣ ପାଇଁ ମହିଳାମାନଙ୍କୁ ଅଭିଶାପ ଦେଇଥିଲେ? ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି, ଗୋଟିଏ ମନୁଷ୍ୟ କେଉଁ ଜିନିଷ ଗୁଡ଼ିକୁ ଗାଈକୁ ଖାଇବାକୁ ଦେଲେ ପୁଣ୍ୟ ଓ ପାପ ମିଳିଥାଏ? ଏବଂ ମୋର ତୃତୀୟ ପ୍ରଶ୍ନ ହେଉଛି କି ଗାଈ ଏକ ପବିତ୍ର ପ୍ରାଣୀ ହୋଇଥିଲେ ମଧ୍ୟ ତାକୁ ଅଇଁଠା ଖାଦ୍ୟ ଖାଇବାକୁ ପଡୁଛି କାହିଁକି? ବନ୍ଧୁଗଣ, ଭଗବାନ ଶ୍ରୀହରି ହସିଦେଇ କହିଲେ, ହେ ମୁନୀଶ୍ୱର, ଆପଣ ସମସ୍ତ ମାନବ କଲ୍ୟାଣର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଗାଈକୁ ମାତାଙ୍କ ସମ୍ମାନ ପୂଜନୀୟ ମାନା ଯାଇଥାଏ ଏବଂ ଗାଈ ନିକଟରେ 33 କୋଟି ଦେବାଦେବୀ ବାସ କରନ୍ତି। ଏହି ପ୍ରାଣୀ ହେଉଛି ସବୁଠାରୁ ପବିତ୍ର, ଯାହାର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ଦେବୀ ଲକ୍ଷ୍ମୀଙ୍କ ସାଥିରେ ହୋଇଥିଲା। ଯାହା ଘରେ ଗାଈର ପୂଜା ଓ ସେବା କରାଯାଏ, ସେଠାରେ ଦେବୀ ଲକ୍ଷ୍ମୀ ନିଜର କୃପା ଦୃଷ୍ଟି ରଖିଥାନ୍ତି। ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଏକ ପବିତ୍ର କଥା ମାଧ୍ୟମରେ ଦେବା ପାଇଁ ଚାହୁଁଛି। ଯେଉଁ ମନୁଷ୍ୟ ମଧ୍ୟ ଏହି କଥାକୁ ଧ୍ୟାନର ସହ ଶୁଣିବ, ତାହାର ମୁଁ 32 ଅପରାଧକୁ କ୍ଷମା କରିଦେବି ଏବଂ ମୃତ୍ୟୁ ପରେ ସେହି ବ୍ୟକ୍ତିକୁ ଶ୍ରୀକୃଷ୍ଣଙ୍କ ଧାମ ଗୋଲୋକରେ ମିଳିପାରିବ। ତେବେ ନାରଦ ମୁନି କହିଲେ, ଭଗବାନ, ମୁଁ ଏହି କଥାକୁ ଅତି ଧ୍ୟାନର ସହ ଶୁଣିବି ଏବଂ ମାନବ ଜାତିର କଲ୍ୟାଣ ପାଇଁ ମୁଁ ଏହାର ପ୍ରସାର ମଧ୍ୟ କରିବି। ବିନୀତ କରୁଛି ଯେ ଆପଣ ଏହି ବାର୍ତ୍ତାକୁ ମୋତେ କୁହନ୍ତୁ। ଭଗବାନ ଶ୍ରୀହରି କହିଲେ, ନାରଦ, ଗୋଟିଏ ସମୟର କଥା। ସେହି ଦେଶରେ ଗୋଟିଏ କୃଷକ ରହୁଥାଏ, ଯାହାର ନାମ ଜ୍ଞାନ ଥିଲା ଏବଂ ତାଙ୍କ ଗାଈର ନାମ ନନ୍ଦିନୀ ଥିଲା। ଜ୍ଞାନ ସବୁଦିନେ ଗାଈ ଚରାଇବା ପାଇଁ ଭୂମିକୁ ନେଇ ଯାଉଥିଲା। ତାଙ୍କର ସବୁଦିନ ନିତ୍ୟ ଓ ସେବା କରୁଥିଲା। ନନ୍ଦିନୀ ମଧ୍ୟ ନିଜ ମାଲିକ ଜ୍ଞାନକୁ ଅଧିକ ଭଲ ପାଉଥିଲା। ତାଙ୍କର ଏକ ବାଛୁରୀ ବି ଥିଲା, ଯିଏକି ସବୁଦିନ ତାଙ୍କ ସହ ରହୁଥିଲା। ସେ ଦୁଇ ଜଣଙ୍କ ପରସ୍ପର ଭିତରେ ପ୍ରେମପୂର୍ବକ ସମ୍ପର୍କ ଥିଲା। ଏହି ଭାବରେ କିଛି ବର୍ଷ ଯାଏଁ ଜ୍ଞାନ ନିଜର ଗାଈ ନନ୍ଦିନୀର ସେବା କରୁଥିଲା ଏବଂ ନନ୍ଦିନୀ ମଧ୍ୟ ଅଧିକ କ୍ଷୀର ପ୍ରଦାନ କରି ଜ୍ଞାନ ଏବଂ ତାଙ୍କ ପରିବାରର ପୋଷଣ କରୁଥିଲେ। ଜ୍ଞାନ ଗାଈର କ୍ଷୀରକୁ ବିକ୍ରୟ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ। କିଛି ଦିନ ଗଲା ପରେ ଜ୍ଞାନର ବିବାହ ଗୋଟିଏ କୃଷକର ଝିଅ ଶାଲିନୀ ସହ ହୋଇଥିଲା। ଶାଲିନୀ ଦେଖିବାକୁ ରୂପରେ ବହୁ ସୁନ୍ଦର ଥିଲେ, କିନ୍ତୁ ଲୋଭୀ ଏବଂ ନିଷ୍ଠୁର ପ୍ରକୃତିର ମହିଳା ଥିଲେ। ଯେଉଁଦିନ ବିବାହ କରି ଜ୍ଞାନଙ୍କ ଘରକୁ ଆସିଥିଲେ, ସେ ଦିନ ହିଁ ଜ୍ଞାନକୁ ନିଜର ଦାବି ପୂରଣ କରିବା ପାଇଁ କହିଥିଲେ। ସେ ପ୍ରତିଦିନ ସକାଳୁ ହିଁ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ ଏବଂ ବିଳମ୍ବରେ ମଧ୍ୟ ଉଠୁଥିଲେ ତଥା ବିଳମ୍ବରେ ଭୋଜନ ମଧ୍ୟ ପ୍ରସ୍ତୁତ କରୁଥିଲେ। ବଳକା ଖାଦ୍ୟକୁ ଗାଈକୁ ଖାଇବା ପାଇଁ ଦେଉଥିଲେ। ବନ୍ଧୁଗଣ, ଭଗବାନ ଶ୍ରୀହରି କହିଲେ, ହେ ନାରଦ, ପୁଣି ଥରେ ଶାଲିନୀ ନିଜସ୍ୱ ସ୍ୱୟଂ କିଛି ଗହଣା କିଣିବା ପାଇଁ ଜ୍ଞାନକୁ ମନାଇଲେ ଏବଂ କହିଲେ, ଟିକେ ଶୁଣନ୍ତ, ଆମ ଗାଈର ଯେଉଁ ବାଛୁରୀ ଅଛି ତାକୁ ଆମେ ବିକ୍ରି କରିଦେବା। ଏମିତିରେ ବି ଆମକୁ ତାର କିଛି ଆବଶ୍ୟକତା ନାହିଁ। ଜ୍ଞାନ ଏହା ଶୁଣି ମନା କରିଲେ। ସେଥିପାଇଁ ଜ୍ଞାନଙ୍କ ସହ ତାଙ୍କର ଝଗଡ଼ା ହେଲା। ବିଚରା ଜ୍ଞାନ ତାଙ୍କ ଜିଦ୍ ଆଗରେ ହତାଶ ହୋଇ ଇଚ୍ଛା ନଥାଇ ବି ଗାଈର ବାଛୁରୀକୁ ବିକ୍ରୟ କରିଦେଲେ। ଏହି କାରଣରୁ ଜ୍ଞାନ ଏବଂ ନନ୍ଦିନୀ ଗାଈ ଅତ୍ୟନ୍ତ ଦୁଃଖିତ ହୋଇଗଲେ। ନିଜ ନିଜ ଭିତରେ ସାହସ ରଖୁଥିଲେ। ବନ୍ଧୁଗଣ, ପୁଣି କିଛି ଦିନ ଗଲା ପରେ ଜ୍ଞାନଙ୍କ ଗାଈ କ୍ଷୀର ଦେବା ବନ୍ଦ କରିଦେଇଥିଲା। ତେବେ ଶାଲିନୀ ତାଙ୍କୁ ଘରୁ ବାହାର କରିଦେଲେ ଏବଂ ଘରକୁ ନ ଆସିବା ପାଇଁ ଭିନ୍ନ ପ୍ରକାରର ଶବ୍ଦରେ ଦୁର୍ବ୍ୟବହାର କରୁଥିଲେ। ବନ୍ଧୁଗଣ, ଭଗବାନ ଶ୍ରୀହରି କହିଲେ, ହେ ନାରଦ, ଗାଈ ହେଉଛି ଏକ ସ୍ୱରହୀନ ପ୍ରାଣୀ, କିନ୍ତୁ ମନୁଷ୍ୟର ବ୍ୟବହାରକୁ ସେ ଠିକ୍ ଭାବରେ ବୁଝିପାରେ ଏବଂ ସେ ସେଠାରୁ ଚାଲିଗଲା। ଗାଈ ନନ୍ଦିନୀ ନିଜ ଗାଁ ପାଖ ଜଙ୍ଗଲରେ ବସତି ସ୍ଥାପନ କରିଥିଲା। ପୁଣି କିଛି ଦିନ ଗଲା ପରେ ଜ୍ଞାନଙ୍କ ଗାଈ ନନ୍ଦିନୀ ଭାବିଲେ, ଯେବେ ମୋର ସନ୍ତାନ ହୋଇଯିବ, ଜ୍ଞାନ ଏବଂ ତାଙ୍କ ପତ୍ନୀ ଶାଲିନୀ ପୁଣି ମୋତେ ନିଜ ଘରକୁ ଫେରାଇ ନେବେ। ଏଥିପାଇଁ ସେ ଦ୍ୱିତୀୟବାର ବାଛୁରୀକୁ ଜ୍ଞାନର ଜମିକୁ ଯାଇ ଜନ୍ମ ଦେଇଥିଲା। ପରଦିନ ଯେତେବେଳେ ଶାଲିନୀ ଜମିକୁ ଆସି ଦେଖିଲା,
ଗାଈ ନନ୍ଦିନୀ ତାଙ୍କ ଜମିରେ ଏକ ବାଛୁରୀ ଛୁଆକୁ ଜନ୍ମ ଦେଇଛି। ତେବେ ଶାଲିନୀଙ୍କ ମନରେ ପୁଣି ଖରାପ ଚିନ୍ତାଧାରା ଆସିବାକୁ ଲାଗିଲା କି ଏବେ ମୁଁ ଏହି ବାଛୁରୀକୁ ବିକ୍ରୟ କରି ଧନ ସଞ୍ଚୟ କରିବି ଏବଂ କ୍ଷୀରରେ ଆମର ପରିବାର ସୁଖପୂର୍ବକ ଜୀବନଯାପନ ହେବ। ନନ୍ଦିନୀର ନବଜାତ ଶିଶୁ ଯିଏକି ଏବେ ଏବେ ଜନ୍ମ ହୋଇଛି, ମାର ରକ୍ତରେ ଭରା ହୋଇ ଭୂମିରେ କ୍ରଲ କରିବା ଆରମ୍ଭ କରିଦେଇଥିଲା, ଯାହା ପାଇଁ ତାଙ୍କ ଦେହରେ ଛୋଟ ଛୋଟ ପଥର ଥିଲା। ନିଜର ନବଜାତ ଶିଶୁକୁ ଏହି ପ୍ରକାର ଅବସ୍ଥାରେ ଦେଖି ନନ୍ଦିନୀ ଗାଈ ଅସହାୟ ଅନୁଭବ କରୁଥିଲା ଏବଂ ଯନ୍ତ୍ରଣା ପାଉଥିବା ନିଜ ଶିଶୁକୁ ଦେଖୁଥିଲେ। କାରଣ ଏଥିପାଇଁ କି ସେ ସେଠାରେ କିଛି ବି କରିପାରୁନଥିଲା। କିନ୍ତୁ ସେ ଯେତେବେଳେ ସେଠାରେ ଶାଲିନୀ ପହଞ୍ଚିବାର ଦେଖିଲେ, ସେତେବେଳେ ସେ ତାଙ୍କୁ ସାହାଯ୍ୟ କରିବା ପାଇଁ ବିନୀତ କରିଥିଲା। କହିଲେ, ହେ ଦେବୀ, କୃପା କର, ମୋର ନବଜାତ ଶିଶୁକୁ ଏହି ପୀଡ଼ାରୁ ମୁକ୍ତି କର। ଏହାର ନିର୍ଯାତନା ଶରୀରକୁ ଭୂମିରେ ପଡ଼ିଥିବା ପଥର କାରଣରୁ ଶରୀରରେ ପଶିଯାଇଛି। ଏହି କାରଣରୁ ସେଠାରେ ସେ ଯନ୍ତ୍ରଣା ପାଉଛି। ଯେତେବେଳେ ଶାଲିନୀ ଗାଈର ବାଛୁରୀ ଉପରେ ଧ୍ୟାନ ଦେଲା, ସେ ଦେଖିଲା ସେଠାରେ ଅତ୍ୟନ୍ତ ଦୁର୍ଗନ୍ଧକାରୀ ରକ୍ତରେ କ୍ରଲ ହେବାର ନିଜ ମାଙ୍କ ପରି ପଡ଼ି ରହିଥିଲା। ତେବେ ଶାଲିନୀଙ୍କୁ ସେହି ଗାଈର ଶିଶୁକୁ ଏହି ଅବସ୍ଥାରେ ଦେଖି ଦୟା ଆସିବା ବଦଳରେ ତାଙ୍କ ମନରେ ଘୃଣାଭାବ ଜାଗ୍ରତ ହେଲା ଏବଂ ସେ ଗାଈର ସନ୍ତାନକୁ ବୋହି ନେବା ବଦଳରେ ସେ କହିଲେ, ତୁମର ଏପରି ଦୁର୍ଗନ୍ଧ ବାଛୁରୀକୁ କଣ ପାଇଁ ଛୁଇଁବି? ବନ୍ଧୁଗଣ, ଭଗବାନ ଶ୍ରୀହରି କହିଲେ, ହେ ନାରଦ, ସେହି ଗାଈ ଶାଲିନୀକୁ ବହୁତ ନିବେଦନ କରିବାକୁ ଲାଗିଲା, କିନ୍ତୁ ଶାଲିନୀଙ୍କ ନିଷ୍ଠୁର ପ୍ରକୃତି ହେତୁ ସେ ଗାଈର ବାଛୁରୀକୁ ସ୍ପର୍ଶ ବି କରିନଥିଲା ଏବଂ ସେ ସେଠାରୁ ଚାଲିଗଲା। ଗାଈ ତାକୁ ବାରମ୍ବାର ଅନୁରୋଧ କରିଲା, କିନ୍ତୁ ଶାଲିନୀ ତାଙ୍କ କଥାକୁ ଧ୍ୟାନ ଦେଲା ନାହିଁ। ତେବେ ସେ ଗାଈ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ବିନୀତ କରି କହିଲା, ହେ ଭଗବାନ, ଆପଣ କାହିଁକି ଗୋଟିଏ ନିର୍ଦ୍ଦୋଷ ନିଷ୍ପାପ ବାଛୁରୀକୁ ମାରାତ୍ମକ ଦଣ୍ଡ ଦେଉଛନ୍ତି? ସର୍ବଶେଷରେ ଆମେ ପ୍ରାଣୀମାନେ କେଉଁ ମହାପାପ କରିଛୁ, ଯାହା କାରଣରୁ ଆପଣ ଆମମାନଙ୍କ ସନ୍ତାନମାନଙ୍କର ଏପରି ଯନ୍ତ୍ରଣା ଦେଖିବାକୁ ପାଉଛି? ଗାଈର ଏହି ବିନୀତ ଶୁଣି ସ୍ୱୟଂ ଶ୍ରୀକୃଷ୍ଣ ସେଠାକୁ ଆସିଯାଇ ଗାଈ ସମେତ ସମସ୍ତ ଜୀବଜନ୍ତୁଙ୍କୁ ଆଶୀର୍ବାଦ କଲେ କି ସେମାନଙ୍କର ସନ୍ତାନମାନେ ଜନ୍ମ ହେବା ପରେ ତୁରନ୍ତ ଚାଲିବା ଆରମ୍ଭ କରିବେ, ଯାହା କାରଣରୁ ସେମାନେ ନିଜ ମା ପରି ଚାଲିବା ପାଇଁ ସକ୍ଷମ ହୋଇପାରିବେ ଏବଂ ସେମାନେ ସ୍ୱୟଂ ତାଙ୍କ ମା ମାନଙ୍କ ଆଖିପାଖରେ ରହିବେ। ବନ୍ଧୁଗଣ, ଭଗବାନ ଶ୍ରୀହରି କହିଲେ, ହେ ନାରଦ, ଏହି ଆଶୀର୍ବାଦ ଦେବା ପରେ ଶ୍ରୀକୃଷ୍ଣ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ। କିନ୍ତୁ କିଛି ସମୟ ପରେ ଶାଲିନୀ ଗାଈକୁ ଦେଖିବା ପାଇଁ ଆସିଲେ। ସେ ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ କି ବାଛୁରୀ ଛୁଆଟି ନିଜେ ଛିଡ଼ା ହୋଇଛି। ଶାଲିନୀ ସେହି ବାଛୁରୀ ଛୁଆଟିକୁ ହାଲକା ଭାବରେ ଠେଲିଦେଲେ। ଯେତେବେଳେ ଶାଲିନୀଙ୍କ ଏହି ଘୃଣ କାର୍ଯ୍ୟ ଦେଖିଲେ, ସେତେବେଳେ ବାଛୁରୀ ଛୁଆଟି ବହୁତ ରାଗିଗଲା ଏବଂ ସେ ସମସ୍ତ ସଂସାରର ଦେବୀ ଦେବତା, ଅଗ୍ନି, ବାୟୁ, ଆକାଶ, ଜଳ ଓ ବୃକ୍ଷକୁ ସାକ୍ଷୀ ରଖି ଶାଲିନୀକୁ ଅଭିଶାପ ଦେଇ କହିଲେ କି, ହେ ଦୁଷ୍ଟ ନାରୀ, ଆଜି ତୁମେ ତୁମର କ୍ରୂରତାର ସମସ୍ତ ସୀମା ଅତିକ୍ରମ କରିସାରିଛ। ମୁଁ ଆଜି ତୁମକୁ ଆଉ ତୁମର ସମସ୍ତ ମାନବ ଜାତିକୁ ଏହି ଅଭିଶାପ ଦେଉଛି କି ଯେବେ ତୁମର ସନ୍ତାନ ଜନ୍ମ ହେବ, ତେବେ ତାକୁ ଚାଲିବା ପାଇଁ ଅନ୍ୟର ସାହାଯ୍ୟ ଆବଶ୍ୟକ ପଡ଼ିବ ଏବଂ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଚାଲିବା ପାଇଁ ଗୋଟିଏ ବର୍ଷ ସମୟ ଲାଗିବ। ବନ୍ଧୁଗଣ, ଭଗବାନ ଶ୍ରୀହରି କହିଲେ, ହେ ନାରଦ, ଆପଣଙ୍କର ପ୍ରଥମ ପ୍ରଶ୍ନର ଉତ୍ତର, ଏହି ନନ୍ଦିନୀ ଗାଈର ଅଭିଶାପ କାରଣରୁ ଆଜି ଯାଏ ମନୁଷ୍ୟର ସନ୍ତାନ ଚାଲିବା ପାଇଁ ଅନ୍ୟର ସାହାରା ଆବଶ୍ୟକ କରୁଛି ଏବଂ ଠିକରେ ଚାଲିବା ପାଇଁ ଗୋଟିଏ ବର୍ଷର ସମୟ ଲାଗୁଛି। ସତ୍ୟ ଯୁଗରେ ମନୁଷ୍ୟର ସନ୍ତାନ ଜନ୍ମ ହେବା ପରେ ତୁରନ୍ତ ଚାଲିବା ଆରମ୍ଭ କରିଥାନ୍ତି। ହେ ନାରଦ, ଯେତେବେଳେ ଶାଲିନୀ ନିଜ ଘରକୁ ଫେରି ଆସୁଥିବା ବେଳେ ଏହି ଗାଈର ଅଭିଶାପ ଯୋଗୁଁ ଝଡ଼ ବର୍ଷା ଆରମ୍ଭ ହୋଇଗଲା ଏବଂ ପ୍ରବଳ ବଜ୍ରପାତ ହେବାକୁ ଲାଗିଲା। ଯେତେବେଳେ ବଜ୍ରପାତ ଆରମ୍ଭ ହେଲା, ପ୍ରବଳ ବର୍ଷା ହେତୁ ଶାଲିନୀ ଏକ ଗଛ ତଳେ ଆଶ୍ରୟ ପାଇଁ ଅଟକି ଯାଇଥିଲା, କିନ୍ତୁ ଭାଗ୍ୟର ଖେଳ ସେହି ଗଛ ତାଙ୍କ ଉପରେ ପଡ଼ିଗଲା। ସେହି ଗଛରେ ବଜ୍ରପାତ ହେବା କାରଣରୁ ଶାଲିନୀଙ୍କର ମୃତ୍ୟୁ ଘଟିଥିଲା। ବନ୍ଧୁଗଣ, ଶାଲିନୀଙ୍କ ଆତ୍ମାକୁ ନେଇ ଯମଦୂତ ତାଙ୍କୁ ଧର୍ମରାଜଙ୍କ ଦରବାରରେ ଉପସ୍ଥିତ ହୋଇଗଲେ ଏବଂ ଯେତେବେଳେ ଚିତ୍ରଗୁପ୍ତ ସେହି ମହିଳାଙ୍କ ପାପଭାରକୁ ଦେଖିଲେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ଯମରାଜ ଶାଲିନୀଙ୍କ ଅପରାଧ ସମ୍ପର୍କରେ ଜାଣିବା ପାଇଁ ଚାହିଁଲେ, ଚିତ୍ରଗୁପ୍ତ କହିଛନ୍ତି, ମହାରାଜ, ଏହି ମହିଳା ନିଜ ସ୍ୱାମୀକୁ କେବେ ସମ୍ମାନ କରନ୍ତି ନାହିଁ। ସବୁବେଳେ ବିଳମ୍ବରେ ଉଠି ଉଲଗ୍ନ ହୋଇ ନିତ୍ୟକ୍ରମ ସାରୁଥିଲେ ତଥା ଏହି ମହିଳା ତା ପୁରା ଜୀବନରେ କେବେ ବି ପୂଜାପାଠ କରିନଥିଲା। ଏହାର ପାପକୁ ଗଣିବାକୁ ଆମକୁ ଦିନସାରା ବିତେଇବାକୁ ପଡ଼ିବ ଏବଂ ସେ କରିଥିବା ସବୁଠାରୁ ମହାପାପ ହେଉଛି
ଗାଈକୁ ପ୍ରତିଦିନ ମିଥ୍ୟା ଓ ପତଳା ଖାଦ୍ୟ ଖାଇବାକୁ ଦେଉଥିଲା, ଯାହା କୌଣସି କୀଟ କିମ୍ବା ପତଙ୍ଗ ମଧ୍ୟ ଖାଇପାରିବ ନାହିଁ। ଏହା ସହିତ ଗାଈର ଏକ ନବଜାତ ଶିଶୁକୁ ମଧ୍ୟ ସାହାଯ୍ୟ କରିନାହାନ୍ତି। ବନ୍ଧୁଗଣ, ଯେତେବେଳେ ଧର୍ମରାଜ କହିଛନ୍ତି କି ଏହି ମହିଳାକୁ କୁମ୍ଭପାକ ନର୍କକୁ ଫିଙ୍ଗିବା ଉଚିତ, ଏହି ମହିଳାକୁ ନର୍କକୁ ପଠାଇ ଏହାକୁ ସଜା ଦେବା ଉଚିତ ଏବଂ ପରେ ଏହାକୁ ବିଷାକ୍ତ ଷ୍ଟ୍ରାଇକ୍ସରେ ପକାଇବା ଉଚିତ ଏବଂ ଏହି ମହିଳାକୁ 16ଟି ନର୍କ ସହିତ ଦଣ୍ଡିତ କରାଯିବା ଉଚିତ। ବନ୍ଧୁଗଣ, ଭଗବାନ ଶ୍ରୀ ହରି କହିଲେ, ହେ ନାରଦ, ଯମଦୂତ ମହିଳାଙ୍କୁ ଏହିସବୁ ପ୍ରକାର ନର୍କରେ ଫିଙ୍ଗି ଦିଅନ୍ତି ଏବଂ ତାଙ୍କ ଆତ୍ମାକୁ ବହୁତ ଯନ୍ତ୍ରଣା ଦିଅନ୍ତି। ଏହି କ୍ରମଟି ଗୋଟିଏ ବର୍ଷ ପର୍ଯ୍ୟନ୍ତ ଚାଲୁ ରହିଲା। ଯେତେବେଳେ ତାଙ୍କ ସମସ୍ତ ଦଣ୍ଡ ସମାପ୍ତ ହେଲା, ସେତେବେଳେ ଧର୍ମରାଜ ସେହି ମହିଳା ଜଣଙ୍କୁ ଗାଳି ଦେଉଥିଲେ, କାରଣ ଏଥିପାଇଁ କି ସେ ଗାଈକୁ ମିଥ୍ୟା ଓ ପତଳା ଖାଦ୍ୟ ଖାଇବାକୁ ଦେବା ହେତୁ ସେ ଘୁଷୁରୀର ଯୋନିରେ ଜନ୍ମ ହେବ ଏବଂ ସର୍ବଦା କାଦୁଅ ଦ୍ୱାରା ଘେରି ରହିବ ଏବଂ ଦୁର୍ଗନ୍ଧଯୁକ୍ତ ପଦାର୍ଥ ଖାଇବାକୁ ଆଶୀର୍ବାଦ ଦେଲେ। ବନ୍ଧୁଗଣ, ଭଗବାନ ଶ୍ରୀହରି କୁହନ୍ତି, ହେ ନାରଦ, କୌଣସି ବି ନାରୀ କିମ୍ବା ପୁରୁଷ ଗାଈକୁ ମିଥ୍ୟା ଓ ପତଳା ଖାଦ୍ୟ ଖାଇବାକୁ ଦେବ, ତାହେଲେ ତାକୁ ନରକକୁ ଯିବା ପାଇଁ ପଡ଼ିବ ଏବଂ ଏହି ପ୍ରକାରର ଯନ୍ତ୍ରଣା ଭୋଗ କରିବା ପାଇଁ ପଡ଼ିବ। ହେ ମୁନି, ବର୍ତ୍ତମାନ ମୁଁ ତୁମକୁ କହିବି କି କେଉଁ କାରଣରୁ ଗାଈକୁ ମିଥ୍ୟା ଓ ପତଳା ଖାଦ୍ୟ ଖାଇବାକୁ ପଡ଼ିଥିଲା। ଏହି କଥା ହେଉଛି ସତ୍ୟ ଯୁଗର, ଯେବେ ଭଗବାନ ଶିବ ଏବଂ ମାତା ପାର୍ବତୀ ସମୁଦ୍ରକୁ ବୁଲିବା ପାଇଁ ଯାଇଥିଲେ। ସେତେବେଳେ ଭଗବାନ ଶିବଙ୍କ ମନରେ ପରୀକ୍ଷା କରିବା ପାଇଁ ମାତା ପାର୍ବତୀଙ୍କୁ କହିଲେ, ହେ ଦେବୀ, ମୋତେ ହଠାତ୍ କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଯିବା ପାଇଁ ହେବ। ମୁଁ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଆସୁଛି, ସେତେବେଳେ ଯାଏଁ ତୁମେ ମୋର ଅପେକ୍ଷା କରିବ। ପ୍ରକୃତରେ ଶିବ ଭଗବାନ ପାର୍ବତୀଙ୍କୁ ଅସୁବିଧାରେ ପକାଇବା ପାଇଁ ଚାହୁଁଥିଲେ। ଭଗବାନ ଶିବଙ୍କ ଆଦେଶକୁ ସମ୍ମାନ ଦେଇ ଦେବୀ ପାର୍ବତୀ ଏକୁଟିଆ ହିଁ କୂଳରେ ବସି ତାଙ୍କ ଅପେକ୍ଷା କରିଥିଲେ। ଏହିପରି ଭାବରେ ସନ୍ଧ୍ୟା ହେବାକୁ ଲାଗିଲା ଏବଂ ସେହି ଦିନ ଶିବରାତ୍ରି ଥିଲା। ଯେତେବେଳେ ରାତି ସାରା ଭଗବାନ ଶିବ ନଥିଲେ, ମାତା ପାର୍ବତୀ କୂଳରେ ବାଲିରେ ନିର୍ମିତ ଶିବଲିଙ୍ଗ ନିର୍ମାଣ କରିଥିଲେ ଏବଂ ଆଖପାଖରୁ ଉପଲବ୍ଧ ପୂଜା ସାମଗ୍ରୀ ରାତି ସାରା ଶିବଙ୍କ ପାଇଁ ନିର୍ଜଳ ଓ ନିରାହାର ମନୋଭାବରେ ବ୍ରତ ସମ୍ପୂର୍ଣ୍ଣ କରିଥିଲେ। ଭଗବାନ ଶିବ ସ୍ୱୟଂ ରୂପରେ ସେଠାରେ ଉପସ୍ଥିତ ଥିଲେ ଏବଂ ସମସ୍ତ ଗତିବିଧିର ସାକ୍ଷୀ ରହିଥିଲେ। ପ୍ରଭାତ ହେବା ପରେ ପାର୍ବତୀ ସମୁଦ୍ର କୂଳରେ ଶିବଲିଙ୍ଗ ଓ ପୂଜା ସାମଗ୍ରୀର ବିସର୍ଜନ କରିଦେଲେ। ଏହାର କିଛି ସମୟ ପରେ ଭଗବାନ ଶିବ ସେଠାରେ ପ୍ରକଟ ହେଲେ ଏବଂ କହିଲେ, ଦେବୀ ପାର୍ବତୀ, ଆପଣ କାଲି ଶିବରାତ୍ରିରେ ଥିଲେ କିନ୍ତୁ ମୋର ପୂଜା କରିନଥିଲେ। ପାର୍ବତୀ କହିଲେ, ମୁଁ ପୂଜା ସାରିଥିଲି ଏବଂ ସମସ୍ତ ପୂଜା ସାମଗ୍ରୀକୁ ସମୁଦ୍ରରେ ବିସର୍ଜନ କରିଲି। ଭଗବାନ ଶିବ ତଥାପି ପାର୍ବତୀଙ୍କ ସହ ଅଧିକ ଥଟ୍ଟା କରିବାକୁ ଚାହୁଁଥିଲେ। ସେ କହିଲେ, ପାର୍ବତୀ, ମୋତେ ବି କୌଣସି ପୂଜାର ଚିହ୍ନବର୍ଣ୍ଣ ଦେଖାଯାଉ ନାହିଁ। ଯଦି ତୁମେ ପୂଜା ସାରିଛ, ତାହେଲେ ମୋତେ ପ୍ରମାଣ ଦିଅ। ମାତା ପାର୍ବତୀ ମଧ୍ୟ ବୁଝି ସାରିଥିଲେ କି ଭଗବାନ ଶିବ ତାଙ୍କୁ ଜାଣିଶୁଣି ଯନ୍ତ୍ରଣା ଦେଉଛନ୍ତି, କାରଣ ଯିଏ ଦୁନିଆର ପ୍ରତ୍ୟେକ ଘଟଣାର ସାକ୍ଷୀ, ସେ କୌଣସି ପ୍ରମାଣ ଆବଶ୍ୟକ କରିବେ ନାହିଁ। ଦେବୀ ପାର୍ବତୀ ମଧ୍ୟ ଏହି ଥଟ୍ଟାର ଆନନ୍ଦ ନେଉଥିଲେ। ଭଗବାନ ଶିବଙ୍କ କଥା ଶୁଣି ମାତା ପାର୍ବତୀ ଆଖପାଖରେ ଦେଖିଲେ ଯେ ଗୋଟିଏ ଗାଈ ଠିଆ ହୋଇଛି। ମାତା ପାର୍ବତୀ ଭଗବାନ ଶିବଙ୍କୁ କହିଲେ, ଏହି ଗାଈ ମୋର ହେଉଛି ସାକ୍ଷୀ। ଯେତେବେଳେ ମୁଁ ପୂଜା କରୁଥିଲି, ଗାଈ ଏଠାରେ ଉପସ୍ଥିତ ଥିଲା। ଭଗବାନ ଶିବ ଗାଈକୁ ପଚାରିଲେ, ପାର୍ବତୀ ଏଠାରେ ପୂଜା ସାରିଛନ୍ତି କି? ଗାଈ ନାଁରେ ମୁଣ୍ଡ ହଲାଇଲା। ଭଗବାନ ଶିବ କହିଲେ, ପାର୍ବତୀ, ତୁମେ ମିଥ୍ୟା କହୁଛ। ଗାଈଟି ନାଁ କରିବାରୁ ପାର୍ବତୀ କୌଣସି ସାକ୍ଷୀ ନ ଦେଇ ଶିବଙ୍କ ସମ୍ମୁଖରେ ମିଥ୍ୟା ପ୍ରମାଣିତ ହେବାର ସହ୍ୟ ନ କରିପାରି କ୍ରୋଧରେ ଆସି ସେହି ସମୟରେ ଗାଈକୁ ଅଭିଶାପ ଦେଇ କହିଲେ କି ତୁମେ ଈଶ୍ୱରଙ୍କ ଦ୍ୱାରା ଜନ୍ମ ହୋଇଛ, ତୁମେ ଜଗତର କଲ୍ୟାଣ ପାଇଁ ଉପସ୍ଥିତ ହୋଇଛ, ସେଥିପାଇଁ ତୁମର ଗୁଣ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସମାନ ରହିବ। କିନ୍ତୁ ଯେଉଁ ମୁଖ ସହିତ ତୁମେ ମିଥ୍ୟା ସାକ୍ଷୀ ଦେଇଛ, ତୁମକୁ ଏହାର ଦଣ୍ଡର ସାମ୍ନା କରିବାକୁ ହେବ। ଏହିପରି ମିଥ୍ୟା କହିଥିବାରୁ ଗୋମାତା କ୍ରୋଧର ଶିକାର ହୋଇଥିଲେ ଏବଂ ଆଜି ପର୍ଯ୍ୟନ୍ତ ତାଙ୍କର ବଂଶଧରମାନେ ଭଲ ଖାଦ୍ୟ ଖାଇବାକୁ ପାଇବା ସତ୍ତ୍ୱେ ବି ସେମାନେ ଖରାପ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ବନ୍ଧୁଗଣ, ଭଗବାନ ଶ୍ରୀହରି କୁହନ୍ତି, ହେ ନାରଦ, ଏବେ ମୁଁ ଆପଣଙ୍କୁ ଗାଈ ବିଷୟରେ ଏକ ମହତ୍ୱପୂର୍ଣ୍ଣ ସୂଚନା ଦେବି। ଗାଈମାନଙ୍କ ଠାରୁ ପୁଣ୍ୟ ପାଇବା ପାଇଁ ମଣିଷ ପ୍ରାୟତଃ ବିଭିନ୍ନ ପ୍ରକାର ଉପବାସ ଓ ପୂଜାପାଠ କରିଥାନ୍ତି, କିନ୍ତୁ ସେମାନେ ଏହି ଅଳ୍ପ କିଛି ଜିନିଷ ଭୁଲିଯିବା ଉଚିତ ନୁହଁ ଏବଂ ସେମାନଙ୍କ ଗାଈକୁ ଖାଇବା ପାଇଁ ଦେବା ଉଚିତ। କବାଟ ପାଖକୁ ଆସୁଥିବା ଗୋମାତାକୁ ନିଜ ଖାଇଥିବା ରୁଟି ଛଡ଼ାଇବାକୁ ଦିଆଯିବା ଉଚିତ ନୁହଁ। ତାଙ୍କୁ ରୁଟି ଏବଂ ତାଜା ସବୁଜ ଘାସ ଖାଇବାକୁ ଦିଆଯିବା ଉଚିତ। ଆମେ ପ୍ରତିଦିନ ଗୋମାତାକୁ ପ୍ରଥମ ରୁଟି ତିଆରି କରି ଦେବା ଉଚିତ। ଆମେମାନେ ସବୁବେଳେ
स्नेहर सह सेही रुटी को गोमाता को खाइबाकू देबा उचित। गोमाता को रुटी खाइबाकू देला परे आम मानकू बहुत पुण्य मिलता है। गोमाता को केबे भी बासी किंबा पचसड़ा खाद्य खाइबा पई देबा उचित नुह। गोमाता भोकिला थिला बेले बाध्यतामूलक भाव में मुख लगाई खाई थांती, किंतु एहार पार्श्व प्रतिक्रिया रही जहाँ हेतु आमे घर को नकारात्मक आसे। गोमाता एक शाकाहारी प्राणी अटंती, तेणु गोमाता को केबे भी मांस खाइबाकू बाध्य करा उचित नुह। यह करिबा महापाप करने सह समान हेबो। आमर राशिफल रे एक त्रुटि अच्छी जहाँ हेतु आमे क्रमागत भाव में निरंतर समस्यार सम्मुखीन होता। गोमाता को रुटी खाइबा पई देबा समय रे किछु उपाय करा होई परिबो। उदाहरण स्वरूप जदि राशि चंद्र त्रुटि थाए तेबे आपण रुटी उपरे धड़ा लहुणी को लुण किंबा घी लगाई गोमाता को खाइबा पई दियंती। जदि कुंडली रे शनि दोष देखा जाए तेबे रुटी तैयारी करिबा समय रे मैदा रे किछि कड़ा तेल मंजी मिश्रण करी मैदा को गोलांतु एवं शनिवार किंबा अमावास्या रे एही मैदारू ताजा रुटी प्रस्तुत करंतु। सेहि भली जदि मंगल किंबा गुरुदोष रहिछि तेबे रुटी रे हळदी लगेई गोमाता को खाइबाकू दियंतु। एही उपाय करिबा परे आम मानकर समस्त त्रुटि रे खराब प्रभाव आम निजको बहु परिणाम रक्षा करि परिबा। गोमाता को प्रतिदिन रुटी एवं घास खाइबा पई देले लाभ हेबो एवं पितृदोषरु मध्य मुक्ति मिली थाए। एहीपरि भावरे जदि कुंडली रे शनिक सती किंबा महादशा रहिथिबो तेबे प्रति शनिवार एवं अमावास्या रे कला गाई को घास किंबा रुटी खाइबा पई देले एवं तांको पूजा करिले समस्त शनिदशा कम होई जिवो। गोमूत्र तथा गाईर मूत्र अत्यंत उपयोगी, पवित्र एवं स्वास्थ्य दृष्टि अत्यंत हितकारी अटे। आध्यात्मिक दृष्टिकोण गोमूत्र महत्वपूर्ण अटे। वैज्ञानिक और स्वास्थ्य दृष्टि मध्य गोमूत्र बहुत लाभदायक अटे। गोमूत्र रे अनेक खनिज पदार्थ एवं सुस्थ उपादान मध्य रही थाए, जहाँ आम शरीर को शुद्ध करि थाए एवं बहुत रोगरु मध्य बंचाई थाए। एतिसह गाईर परिस्रा छिंचिबा द्वारा परिवेश रे शुद्धता एवं पवित्रता बजाय रही थाए। एही भावरे आमर शास्त्र रे शरीर को निरोग रखिया पई प्रतिदिन गोमूत्र सेवन तथा गृह रे गोमूत्र छिंचिया पई कुहा जाइछि। गाईर दुग्ध, दही, घी, गोबर एवं गोमूत्र रे बनेइबा मिश्रण को पंचामृत कुहा जाए। पंचामृत को पापनाशक कुहा जाए एवं आमर हिंदू मानक पई एक धार्मिक प्रायश्चित उपयोगी होइथाए। पंचामृत को तैयारी करिया पई समस्त जिनिसर अत्यंत उपयोगी होइथाए, जहाँ स्वास्थ्य पई लाभदायक हेबा सहित समस्त औषधीय गुण रे भरी होई रही थाए। बंधुगण, भगवान श्रीहरि कहती, हे नारद, मु आपणक समस्त प्रश्नर उत्तर देदेली। तेबे नारद मुनि कहिले, हे भगवान, मु धन्य होइगली। आपण मोते दिव्य ज्ञान रे मोर समस्त आशंका को दूर करिले। मु एही दिव्य ज्ञानर प्रसार समस्त मानव जाति को कल्याण पई अवश्य करिबी। ए बंधुगण, मु आशा करे कि आपण को एही कहानी पसंद लागिथिबो। जदि कहानी पसंद आसी थाए तेबे कमेंट बॉक्स रे जय श्री कृष्ण निश्चय लिखि दियंतु। या सह वीडियो को लाइक करी हमरी चैनल को सब्सक्राइब करि दियंतु। धन्यवाद।